ସପ୍ତାହକର ଗୋଟିଏ ଗୋଟିଏ ଦିନ ସବୁ ଦେବୀ ଦେବତାଙ୍କୁ ସମର୍ପିତ ହୋଇଥାଏ। ଆଉ ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ। ଆଉ ମହାଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ମହାଲକ୍ଷ୍ମୀ ଧନ, ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ, ଆରାମ ତଥା ଧନ ସମ୍ପତ୍ତିର ଦେବୀ ଅଟନ୍ତି। ଦର୍ଶକ ବନ୍ଧୁ, ଏହି ଭିଡିଓଟିକୁ ଧ୍ୟାନର ସହ ଦେଖନ୍ତୁ। ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ଶୁକ୍ରବାର ଦିନ ଏମିତି କିଛି ଭୁଲ ଯାହାକୁ ଆପଣ କେବେ ବି କରିବା ଉଚିତ ନୁହେଁ ଏବଂ ଶୁକ୍ରବାର ଦିନଟି ମାତା ସନ୍ତୋଷୀଙ୍କ ପ୍ରତି ବି କରାଯାଏ, ପୂଜା କରାଯାଏ। ଆଉ ଏହି ଦିନ ଆପଣ କଣ କଣ ଖାଇବେ ନାହିଁ ଯାହା ଦ୍ୱାରା ଆପଣଙ୍କ ପରିବାରକୁ ଦୋଷ ଲାଗିବ ନାହିଁ। ଶୁକ୍ରବାର ଦିନ କିଛି ଉପାୟ ଆମେ ଆପଣଙ୍କୁ ବତାଇବୁ। ଧର୍ମଶାସ୍ତ୍ର ମାନ୍ୟତା ଅନୁଯାୟୀ ମାତା ଲକ୍ଷ୍ମୀ ପ୍ରତ୍ୟେକ ମନୁଷ୍ୟଙ୍କ ଦ୍ୱାରକୁ 7 ଥର ଆସିଥାନ୍ତି। ଆଉ ପ୍ରତ୍ୟେକ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ପ୍ରତ୍ୟେକ ମନୁଷ୍ୟଙ୍କ ଦ୍ୱାରକୁ ଆସିଥାନ୍ତି। ଯଦି ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ମାଟିର ସୁରାଇରେ ପାଣି ଭରିକି ରଖିବେ, ଏହା ସହ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇକି ରଖିବେ, ତ ଏମିତି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଯାଆନ୍ତି। ତ ଏମିତି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଯାଆନ୍ତି, ଏମିତି ଘରେ ଧନର ବୃଦ୍ଧି ହୋଇଥାଏ। ଧର୍ମଶାସ୍ତ୍ରରେ ମାନ୍ୟତା ଅଛି କି ମାତା ଲକ୍ଷ୍ମୀ ସନ୍ଧ୍ୟା 5ଟାରୁ 7ଟା ଭିତରେ ସମସ୍ତଙ୍କ ଘରକୁ ପ୍ରବେଶ କରିଥାନ୍ତି। ତ ଆପଣମାନେ ଏହି କଥାର ବିଶେଷ କରି ଧ୍ୟାନ ରଖିବା ଉଚିତ। ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ କେବେ ବି ଜୋତା ଚପଲ ରଖିବା ଉଚିତ ନୁହେଁ, ଝାଡୁ ବି ରଖିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ୱାରରେ ଝାଡୁ ରଖିଥାନ୍ତି କିମ୍ବା ଚପଲ ରଖିଦେଇଥାନ୍ତି, ତ ମାତା ଲକ୍ଷ୍ମୀ ତୁରନ୍ତ ଫେରି ଯାଇଥାନ୍ତି ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ଅବସ୍ଥାରେ ହିଁ ଫେରି ଯାଇଥାନ୍ତି। ତ ଏମିତି ଘର ଦରିଦ୍ର ହୋଇଯାଇଥାଏ। ଆପଣମାନେ ଦେଖିଥିବେ ସମସ୍ତଙ୍କ ଘରେ ପ୍ରାୟ ଲେମ୍ବୁ ଓ ଲଙ୍କା ଟାଙ୍ଗିକି ରଖିଥାନ୍ତି। ଆଉ ଏହାର କାରଣ ହେଲା, ଯେଉଁ ବ୍ୟକ୍ତିଙ୍କ ମୁଖ୍ୟ ଦ୍ୱାରରେ ଲେମ୍ବୁ ଓ କଞ୍ଚା ଲଙ୍କା ଟଙ୍ଗା ହୋଇଥାଏ, ସେହି ଘରେ ମାତା ଲକ୍ଷ୍ମୀଙ୍କର ଭଉଣୀ ଦରିଦ୍ରତା ପ୍ରବେଶ କରିପାରି ନଥାଏ। କାହିଁକି ନା ଦରିଦ୍ରତା ଦେବୀଙ୍କର ମୁଖ୍ୟ ଆହାର ହେଉଛି ଲେମ୍ବୁ ଆଉ କଞ୍ଚାଲଙ୍କା ହୋଇଥାଏ। ଏଥିପାଇଁ କୁହାଯାଏ କି ଆପଣଙ୍କ ଘରର ଫ୍ରିଜରେ କେବେ ବି ଏକାଠି ଲେମ୍ବୁ ଓ କଞ୍ଚା ଲଙ୍କା ରଖିବା ଉଚିତ ନୁହେଁ। ଯେଉଁ ଘରେ ଫ୍ରିଜରେ ଏକା ସାଙ୍ଗରେ ଲେମ୍ବୁ ଓ କଞ୍ଚା ଲଙ୍କା ରଖାଯାଇଥାଏ, ସେହି ଘର କାଙ୍ଗାଳ ହୋଇଯାଇଥାଏ। ସେହି ଘରେ ଧନର ଅଭାବ ଦେଖିବାକୁ ଲାଗିଥାଏ। ସେହି ଘରେ ଧନର ଅଭାବ ହେବାର ଆସ୍ତେ ଆସ୍ତେ ଲାଗିଥାଏ। ସେହି ଘରକୁ ଦରିଦ୍ରତା ଆସି ଯାଇଥାଏ। ଆଉ ଯେଉଁ ଘରକୁ ଦରିଦ୍ରତା ପ୍ରବେଶ କରିଯାଏ, ସେହି ଘରେ ଦୁଃଖ ଓ ସଙ୍କଟ ଆସିଯାଇଥାଏ। କାହିଁକି ନା ଦରିଦ୍ରତା ଦେବୀଙ୍କ ସହିତ ଦୁଃଖ ଓ ସବୁ ପ୍ରକାରର ସଙ୍କଟ ନେଇକି ତାଙ୍କ ସେବା ରୂପରେ ଚାଲିଥାଏ। ଯଦି ଆପଣ ବି ଚାହାନ୍ତି କି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଯାଆନ୍ତୁ, ଆପଣ ବି ଧନ ବୈଭବରେ ପରିପୂର୍ଣ୍ଣ ବନି ରୁହନ୍ତୁ, ତ ଭିଡିଓଟିକୁ ପୁରା ଦେଖନ୍ତୁ। ଭିଡିଓଟିକୁ ଯଦି ଆପଣଙ୍କୁ ପସନ୍ଦ ଆସିବ, ତେବେ ଭିଡିଓଟିକୁ ଗୋଟେ ଲାଇକ୍ ଜରୁର କରିଦେବେ ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଧର୍ମଶାସ୍ତ୍ରରେ ମାନ୍ୟତା ଅନୁଯାୟୀ ଶୁକ୍ରବାର ଦିନ ରାତିରେ ଅଷ୍ଟଲକ୍ଷ୍ମୀଙ୍କ ପୂଜା ନିହାତି କରନ୍ତୁ। ଅଷ୍ଟଲକ୍ଷ୍ମୀଙ୍କ ସାମ୍ନାରେ ଧୂପ ଲଗାନ୍ତୁ, ଗୋଲାପ ଫୁଲ ଅର୍ପିତ କରନ୍ତୁ। ଯଦି ଆପଣ ଆପଣଙ୍କର ଜୀବନରେ କେବଳ 7ଟି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପତ୍ର ଥିବା ଗୋଲାପ ଫୁଲ ଅର୍ପିତ କରିଦେବେ, ତ ମାତା ଲକ୍ଷ୍ମୀ ଆପଣଙ୍କ ଠାରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଯିବେ। ଆଉ ଅଷ୍ଟଲକ୍ଷ୍ମୀଙ୍କୁ ଲାଲ ଗୋଲାପ ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଆପଣ ଯଦି ମାତା ଅଷ୍ଟଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଦେଇଥାନ୍ତି, ତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହୋଇ ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ଓ ସମସ୍ୟା ଯାହା ବି ଥାଏ, ସେହି ସମସ୍ୟାକୁ ମାତା ଲକ୍ଷ୍ମୀ ତୁରନ୍ତ ଦୂର କରିଦେଇଥାନ୍ତି। ଗୋଲାପ ଫୁଲ ଦେବା ସମୟରେ ପ୍ରାର୍ଥନା କରିବେ, ହେ ମାତା ଲକ୍ଷ୍ମୀ, ତୁମେ ମୋ ଘରେ ପ୍ରବେଶ କରିଯାଅ, କହିକି ହିଁ ଗୋଲାପ ଫୁଲ ମାତାଙ୍କୁ ଚଢାନ୍ତୁ। ଗୋଲାପ ଫୁଲର ବାସ୍ନାରେ ମାତା ଲକ୍ଷ୍ମୀ ଟାଣି ହୋଇ ଆସିଯାଇଥାନ୍ତି। ଶୁକ୍ରବାର ଦିନ ଆପଣ ଖଟା ଖାଆନ୍ତୁ ନାହିଁ। ଯଦି ଖଟା ଖାଇଥାନ୍ତି, ତ ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ। କାହିଁକି ନା ଶୁକ୍ରବାର ଦିନଟି ମାତା ସନ୍ତୋଷୀଙ୍କର ବି ଦିନ ହୋଇଥାଏ। ଏଥିପାଇଁ ଏହି ଦିନ ଖଟା ଖାଇବାକୁ ବାରଣ କରାଯାଇଛି। ମାତା ସନ୍ତୋଷୀ ଆପଣଙ୍କୁ ରାଜଯୋଗ ପ୍ରାପ୍ତ ଏବଂ ଆପଣଙ୍କୁ କରୋଡ଼ପତି ବନାଇ ଦେଇଥାନ୍ତି। କାରଣ ସବୁ ଦେବୀଙ୍କ ଭିତରୁ ମାତା ସନ୍ତୋଷୀ ବହୁତ ଜଲ୍ଦି ହିଁ ପ୍ରସନ୍ନ ହୋଇଯାଆନ୍ତି। ଆଉ ମାତା ସନ୍ତୋଷୀ ଯେତିକି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି, ଠିକ୍ ତାଠୁ ଅଧିକା ବେଶୀ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାଇଥାନ୍ତି। ବାସ୍ ଆପଣମାନେ ଶୁକ୍ରବାର ଦିନ ଖଟା କିମ୍ବା ଖଟା ଜାତୀୟ ପଦାର୍ଥ ଆଦୌ ଖାଆନ୍ତୁ ନାହିଁ। ଶୁକ୍ରବାର ଦିନ ସ୍ନାନ ପାଣିରେ ଫିଟିକିରି ଓ ଦହି ପକାଇ ସ୍ନାନ କରନ୍ତୁ। ଯଦି କୌଣସି କାରଣରୁ ଆପଣଙ୍କ ଶରୀରରେ କିଛି ଅଜଣା ରୋଗ ଥାଏ, ଯଦି କିଛି ଦୋଷ ଲାଗିଥାଏ, ତ ତା ଦ୍ୱାରା ଏହା ତୁରନ୍ତ ଦୂର ହୋଇଥାଏ। ଶୁକ୍ରବାର ଦିନ ମୋତିମାଳି ପିନ୍ଧିଲେ ଆପଣଙ୍କ ଜୀବନରେ ଆକର୍ଷିତ ପରିବର୍ତ୍ତନ ହୋଇଥାଏ। ଅଚାନକ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ, ଯାହାକି ଆପଣ କଳ୍ପନା କରିପାରିବେ ନାହିଁ। ମୋତିମାଳି ଶୁକ୍ରବାର ଦିନ ଧାରଣ କଲେ ମନ ଶାନ୍ତ ରହିଥାଏ
ଯେଉଁ ବ୍ୟକ୍ତିଙ୍କର ବିପି ବଢ଼ିଥାଏ ଏମିତି ବ୍ୟକ୍ତି ମୋତିମାଳି ଜରୁର ଧାରଣ କରିବା ଉଚିତ। ବିପି ପୁରା କଣ୍ଟ୍ରୋଲରେ ରହିବ, ମନରେ ରାଗ ଆସିବାକୁ ଦେଇନଥାଏ। ମାତା ଲକ୍ଷ୍ମୀଙ୍କର ଯେଉଁ ସ୍ୱଭାବ ତାହା ଶୁକ୍ରବାର ଦିନ ସେମ୍ ପ୍ରଭାବ ହୋଇଥାଏ। ଶୁକ୍ରଦେବ ଓ ମାତା ଲକ୍ଷ୍ମୀ ଏହି ଦୁଇ ଜଣଙ୍କୁ ଧନଦାୟକ କୁହାଯାଏ। ତ ଏହି ଶୁକ୍ରବାର ଦିନ ଲାଲ ଚନ୍ଦନ ଲଗାଇବା ଉଚିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ପ୍ରଥମ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଉଚିତ। ଏହାପରେ ଲକ୍ଷ୍ମୀ ସ୍ତୋତ୍ର ପାଠ କିମ୍ବା ଶ୍ରୀ ସ୍ତୋତ୍ର ପାଠ ବା କନକଧାରା ସ୍ତୋତ୍ର ପାଠ କରନ୍ତୁ। ଏହା ପାଠ କରିବା ଦ୍ୱାରା ଧନର ବର୍ଷା ହୋଇଥାଏ। ଯଦି ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀ ରୁଷ୍ଟ କରିଛନ୍ତି, ଆପଣଙ୍କ ଘରକୁ ଧନ ଆସିବାର ସବୁ ମାର୍ଗ ବନ୍ଦ ହୋଇଯାଇଛି, ତ ଏଥିପାଇଁ ବହୁତ ଉତ୍ତମ ବ୍ରହ୍ମ ଉପାୟ ହେଉଛି ଆପଣ ଶ୍ରୀ ସ୍ତୋତ୍ର ନହେଲେ କନକଧାରା ସ୍ତୋତ୍ର 1000 ଥର ନାମ ଜପ କରନ୍ତୁ। ପ୍ରତିଦିନ ଆପଣ ପାଠ କରନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ ଯଦି ଆପଣ ଶ୍ରୀ ସ୍ତୋତ୍ର ପାଠ କରିବେ ତ ଆପଣଙ୍କର ଗରିବୀ ଶେଷ ହେବା ସହ ଏ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଧନବାନ ବନାଇବାରେ ରୋକିପାରିବ ନାହିଁ। ଆପଣ ନିଜେ ଦେଖିବେ କିପରି ଆପଣଙ୍କର ଗରିବୀ ତୁରନ୍ତରୁ ତୁରନ୍ତ ଦୋଷ ଦୂର ହୋଇଯିବ। ଆପଣଙ୍କର ଧନ ଜନିତ ସମସ୍ୟା ସମାପ୍ତ ହୋଇଯିବ। ପରିଶ୍ରମ ତ ଆପଣଙ୍କୁ କରିବାକୁ ପଡ଼ିବ, କିନ୍ତୁ ଯଦି ଆପଣ ପୂଜା ପାଠ କରିଥାନ୍ତି, ସ୍ତୋତ୍ର ପାଠ କରିବା ଆରମ୍ଭ କରିଦିଅନ୍ତି, ତ ଆପଣଙ୍କର ପରିଶ୍ରମର ଫଳ ସହ ଈଶ୍ୱରଙ୍କର ଆଶୀର୍ବାଦ ଫଳ ବି ଆପଣଙ୍କୁ ନିଶ୍ଚିତ ଭାବେ ପ୍ରାପ୍ତ ହେବ। ପୂଜା ପାଠ କରନ୍ତୁ ଏବଂ କର୍ମ କରନ୍ତୁ, କିନ୍ତୁ ଭଗବାନ ଆପଣଙ୍କୁ କେବେ ବି ହତାଦାର କରିବେ ନାହିଁ। କୌଣସି ଶକ୍ତି ଧନୀ ହେବାରୁ ଆପଣଙ୍କୁ ରୋକିପାରିବ ନାହିଁ। ଶୁକ୍ରବାର ଦିନ ଆପଣ ଲାଲ କଲର ଚୁନରିଟିଏ ଆଉ ସେହି ଲାଲ କଲର ଚୁନରିରେ ଖୁଆବାଲା ପେଡ଼ା ରଖିଦିଅନ୍ତୁ। କେତୋଟି ରଖିବେ ନା 5ଟି, ନାହିଁ ତ 3ଟି ରଖିବେ। ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ସେହି ଲାଲ କଲର ଚୁନରିଟିକୁ ରଖିଦିଅନ୍ତୁ। ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ଶ୍ରୀଯନ୍ତ୍ରକୁ କ୍ଷୀରରେ ସ୍ନାନ କରାଇଦେବେ ଆଉ ସେହି କ୍ଷୀରକୁ ଆପଣଙ୍କର ପୁରା ଘରକୁ ଛିଟା ମାରିଦେବେ। ଆଉ ଯଦି ସେହି କ୍ଷୀରକୁ ବ୍ୟକ୍ତି ପିଇଥାନ୍ତି ତ ଅକସ୍ମାତ୍ ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କର ହୋଇନଥାଏ। ଏମିତି ଦୁର୍ଘଟଣାରୁ ବଞ୍ଚିବାକୁ ଚାହୁଁଛନ୍ତି ତ ସେଇ ଯନ୍ତ୍ରକୁ ଆପଣ କ୍ଷୀରରେ ଗାଧୋଇ ଦେଇ ଯଦି ଆପଣ ଚାହିଁବେ କ୍ଷୀର ବ୍ୟତୀତ ଗଙ୍ଗା ଜଳରେ ବି ସ୍ନାନ କରାଇ ପାରିବେ। ଆଉ ସେହି ଗାଧୁଆ ପାଣିକୁ ବା ଗାଧୁଆ କ୍ଷୀରକୁ ଆପଣ ଆପଣଙ୍କର ଘରକୁ ଛିଞ୍ଚିଦେବେ। ଆପଣ ପ୍ରତ୍ୟେକ ଶୁକ୍ରବାର ଦିନ ଏମିତି ଶ୍ରୀଯନ୍ତ୍ରକୁ ସ୍ନାନ କରାଇ ସେହି ସ୍ନାନ ଜଳ ବା କ୍ଷୀରକୁ ଆପଣଙ୍କର ପ୍ରତ୍ୟେକ ରୁମ୍ ପୁରା ଘରକୁ ଆପଣଙ୍କର ଛିଞ୍ଚି ଦିଅନ୍ତୁ। ଦେଖିବେ ପ୍ରତ୍ୟେକ ଦୁର୍ଘଟଣାରୁ ଆପଣଙ୍କର ପୁରା ପରିବାର ବଞ୍ଚିକି ହିଁ ରହିବେ। ଆପଣଙ୍କ ଘରେ ଯେଉଁ ବାହନ ରଖିଛନ୍ତି ସେହି ବାହନରେ ମାତା ଲକ୍ଷ୍ମୀଙ୍କର ବାସ ହେବ। ଆପଣଙ୍କ ଘରେ ଧନ ଧାନ୍ୟର ବି ବୃଦ୍ଧି ହେବ। ଯେଉଁ ଘର ଲୋକେ ମହିଳାମାନଙ୍କର ଅପମାନ କରିଥାନ୍ତି ଏମିତି ଘରକୁ କେବେ ବି ମାତା ଲକ୍ଷ୍ମୀ ଆସିନଥାନ୍ତି। ଯେଉଁ ଘରେ ଖଣ୍ଡିଆ ମୂର୍ତ୍ତି ପୂଜା କରିଥାନ୍ତି ଆଉ ଏହି ଖଣ୍ଡିତ ମୂର୍ତ୍ତି ନକାରାତ୍ମକର ପ୍ରତୀକ ମନାଯାଏ। ଯେଉଁ ଘରେ ଖଣ୍ଡିତ ମୂର୍ତ୍ତି ପୂଜା କରାଯାଏ ସେହି ଘରେ କେବେ ବି ଲକ୍ଷ୍ମୀ ଆସନ୍ତି ନାହିଁ। କେବେ ବି ଶନିଦେବଙ୍କର ମୂର୍ତ୍ତି ଆପଣଙ୍କ ଘରେ ରଖିବେ ନାହିଁ। ଶନିଦେବ ମୂର୍ତ୍ତି ଘରେ ରଖି ପୂଜା କଲେ ଏମିତି ଘରେ ମାତା ଲକ୍ଷ୍ମୀ କେବେ ବି ଆସନ୍ତି ନାହିଁ। ଶନିଦେବଙ୍କ ଠାରେ ମାତା ଲକ୍ଷ୍ମୀ ସବୁବେଳେ ରାଗିକି ରହିଥାନ୍ତି ଏବଂ ଯେଉଁ ବ୍ୟକ୍ତି ଭୈରବ ବାବାଙ୍କର ମୂର୍ତ୍ତି ରଖିଥାନ୍ତି ତ ଏମିତି ବ୍ୟକ୍ତିଙ୍କ ଘରକୁ ବି ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ବହୁତ ସାରା ବ୍ୟକ୍ତି ଚିରା ଫଟା ନୋଟ ରଖିଥାନ୍ତି, ଭଙ୍ଗା ଟୁଟା କଏନ୍ ବି ଟ୍ରେଜରୀରେ କିମ୍ବା ପର୍ସରେ ରଖିଥାନ୍ତି। ଏମିତି ଘରକୁ ବି ମାତା ଲକ୍ଷ୍ମୀ ଆସନ୍ତି ନାହିଁ। ଓଲଟା କ୍ରୋଧିତ ହୋଇ ସେହି ଘରୁ ସବୁଦିନ ପାଇଁ ଚାଲି ଯାଇଥାନ୍ତି ଏବଂ ଏମିତି ଘରେ ଅଲକ୍ଷ୍ମୀ ଘରେ ପ୍ରବେଶ କରିଯାଆନ୍ତି। ଯେଉଁ ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ କିମ୍ବା ଅପରିଷ୍କାର ବାତାବରଣ ରହିଥାଏ ଏମିତି ଜାଗାକୁ ବି ମାତା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ। ଆପଣଙ୍କ ଘରେ ଯଦି ଅଧିକରୁ ଅଧିକ ସମସ୍ୟା ଚାଲିଥାଏ ତ ଗୋଟିଏ କାମ କରିବେ, ଆପଣ ଗୋଟିଏ ଲୋଟା ଗଙ୍ଗା ଜଳ ନେବେ। ସେହି ଗଙ୍ଗା ଜଳକୁ 24 ଥର ଗାୟତ୍ରୀ ମନ୍ତ୍ର ଜପ କରି ଫୁଙ୍କିଦେବେ ଆଉ ସେହି ପାଣିକୁ ଆପଣଙ୍କର ପୁରା ଘରକୁ ଛିଞ୍ଚିଦେବେ। ତ ଦେଖିବେ ଆପଣଙ୍କ ଘରେ ଯେଉଁ ସମସ୍ୟା ସଙ୍କଟ ଚାଲୁଥିଲା ତାହା ତୁରନ୍ତରୁ ତୁରନ୍ତ ଦୂର ହୋଇଯିବ। ଆପଣଙ୍କ ଘରର ମେନ୍ ଡୋରରେ ବି ଏହି ଜଳ ଅବଶ୍ୟ ଛିଞ୍ଚନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ବହୁତ ଜୋରରେ ହୋଇଥାଏ। ମାତା ଲକ୍ଷ୍ମୀ ବହୁତ ସରଳ ସ୍ୱଭାବର ଅଟନ୍ତି। ଛୋଟିଆ ଛୋଟିଆ କାର୍ଯ୍ୟରେ ବି ଆପଣଙ୍କର ମାତା ଲକ୍ଷ୍ମୀ ବହୁତ ଶୀଘ୍ର ରାଗି ଯାଇଥାନ୍ତି ଏବଂ ଅଳ୍ପକେ ପୂଜା ପାଠରେ ମାତା ଲକ୍ଷ୍ମୀ ପ୍ରସନ୍ନ ମଧ୍ୟ ହୋଇଯାଆନ୍ତି। ତ ଏଥିପାଇଁ ଯଦି ଆପଣ ଚାହାନ୍ତି କି ପ୍ରତିଦିନ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଆପଣଙ୍କ ଘର ଉପରେ ପ୍ରସନ୍ନ ରୁହନ୍ତୁ ତେବେ ମାଟିର ସୁରାଇରେ ଜଳ ଭରିକି ଘରର ଉତ୍ତର ଦିଗରେ ରଖିଦିଅନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଦର ହୋଇଥାଏ। ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।
ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଗୋଟିଏ ତମ୍ଭା ଲୋଟାରେ ଜଳ ଭରି ଧଳା ରଙ୍ଗର ଫୁଲ ଗୋଟିଏ ପକାଇ ଘରର ମୁଖ୍ୟ ଦ୍ୱାରରେ ଜରୁର ରଖନ୍ତୁ। ଶୁକ୍ରବାର ଦିନ ନିହାତି ରଖନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଆପଣଙ୍କର 5ଟି କଉଡ଼ିକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ଉତ୍ତର ଦିଗରେ କିମ୍ବା ପୂଜା ଘରେ ରଖନ୍ତୁ। ଏହା ଦ୍ୱାରା ମାତା ଲକ୍ଷ୍ମୀ କେବେ ବି ଆପଣଙ୍କ ଘର ଛାଡ଼ି ଯାଇନଥାନ୍ତି। ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ରହିବେ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଆପଣଙ୍କୁ ଅନୁରୋଧ, ଏ ପର୍ଯ୍ୟନ୍ତ ଯଦି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନୂଆ ଅଛନ୍ତି, ତେବେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଆପଣଙ୍କର ଏହି ଗୋଟିଏ ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ବହୁତ ଶୀଘ୍ର ପ୍ରସନ୍ନ କରାଇ ପାରିବେ। ଉପାୟଟି ହେଉଛି ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଘିଅର ଦୀପଟିଏ ଉତ୍ତର ଦିଗକୁ ମୁହଁ କରି ଆପଣ ଓସ୍ତ ଗଛ ମୂଳେ ଜଳାଇ ଦେବେ। ବାସ୍ ଏତିକି ଆପଣ କରିଦିଅନ୍ତୁ। ଆପଣଙ୍କର ଭାଗ୍ୟ ଯଦି ଆପଣଙ୍କୁ ସାଥ ଦେଉନି, କିସ୍ମତ ସାଥ ଦେଉନି, ଆପଣଙ୍କ ଜୀବନରେ ହାରାସ ହୋଇଯାଇଛନ୍ତି। ଅନେକ ବ୍ୟକ୍ତି ଥାନ୍ତି ଯାହାକି ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥାନ୍ତି। ଜୀବନରେ କୌଣସି ବି ମାର୍ଗ ତାଙ୍କୁ ଦେଖାଯାଏ ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ମଣିଷ ଶରୀର ଗୋଟିଏ ଥର ମିଳିଥାଏ। ଆଉ ଧାର୍ମିକ ମନୁଷ୍ୟ କିମ୍ବା ଉଚ୍ଚ କୋଟିର ଆତ୍ମଶକ୍ତି ମୁନି ବି କହିଛନ୍ତି କି ଶରୀର ବିଷୟରେ, ତ ଆପଣ କେବେ ବି ଏମିତି ଖରାପ ଚିନ୍ତାଧାରା ମନରେ ଭାବିବା ହିଁ ନାହିଁ। ଧନ ସମ୍ବନ୍ଧିତ ସମସ୍ୟା ସହ ଜଡ଼ିତ ଆପଣଙ୍କ ଜୀବନରେ ଯଦି ବହୁତ ବଡ଼ ବଡ଼ ସମସ୍ୟା ଆସିଅଛି, ତ ଓସ୍ତ ଗଛ ମୂଳରେ ଅଦୃଶ୍ୟ ଶକ୍ତି ଥାଏ। ସେହି ଓସ୍ତ ଗଛ ମୂଳରେ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହେବାର ଉପାୟ ଆମେ ଆପଣଙ୍କୁ ବତାଇବୁ। ତ ଓସ୍ତ ବୃକ୍ଷରେ ରହିଥିବା ଅଦୃଶ୍ୟ ଶକ୍ତିକୁ ଶୁକ୍ରବାର ଦିନ ଆପଣ ଗୋଟିଏ ଉପାୟ କରିବେ। ଆଉ ଏହି ଉପାୟ 5ଟି ଶୁକ୍ରବାର ଧ୍ୟାନର ସହ କରିବେ। ଉପାୟଟି ହେଉଛି ଲଗାତାର 5ଟି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଆପଣ ବାତାସା ଚଢ଼ାନ୍ତୁ। ସର୍ବପ୍ରଥମେ ଆପଣ 2ଟି କିମ୍ବା 5ଟି ଅଗରବତୀ ଜଳାଇବେ। ତାପରେ ପ୍ରାର୍ଥନା କରିବେ କି ଓସ୍ତ ବୃକ୍ଷରେ ବାସ କରୁଥିବା ଅଦୃଶ୍ୟ ଶକ୍ତି, ମୋର ସାହାଯ୍ୟ କର, ମୋର ସମସ୍ୟାକୁ ତୁମେ ଦୂର କର। ଏହିପରି କହି ଆପଣ ଓସ୍ତ ଗଛ ମୂଳରେ ପ୍ରାର୍ଥନା କରିବେ। ଆପଣ ଓସ୍ତ ବୃକ୍ଷ ମୂଳରେ ଓସ୍ତ ପତ୍ର 2ଟି ଆଣି ତଳେ ରଖିବେ। ଆପଣ ଯେଉଁ ବାତାସା ନେଇଥିବେ ସେହି ବାତାସାକୁ ପଲିଥିନ୍‌ରୁ କାଢ଼ି ଓସ୍ତ ପତ୍ରରେ ରଖିଦେବେ ଏବଂ ଗୋଟିଏ ଲୋଟା ଜଳରେ ପାଣି ଦେଇ ସେହି ବାତାସା ଉପରେ ପାଣି ବୁଲାଇ ଦେବେ ଏବଂ କହିବେ, ମୁଁ ତୁମକୁ ବାତାସା ଦେଇଦେଲି, ଏବେ ମୁଁ ତୁମର କ୍ଷୁଧା ଶାନ୍ତ ପାଇଁ ଏବେ ପାଣି ବୁଲାଉଛି। ଏତିକି କହି ଲୋଟାରେ ଥିବା ପାଣିକୁ ଆପଣ ସେହି ତଳେ ଢାଳି ଦିଅନ୍ତୁ। ବାସ୍ ଏତିକି ଉପାୟ ଆପଣ କରନ୍ତୁ। ଦେଖିବେ ଓସ୍ତ ଗଛରେ ରହିଥିବା ଦୈବ ଶକ୍ତି, ଅଦୃଶ୍ୟ ଶକ୍ତି ଆପଣଙ୍କୁ ସାହାଯ୍ୟ କରିବାକୁ ଲାଗିବେ ଏବଂ ଆପଣଙ୍କର ପ୍ରତ୍ୟେକ ମନସ୍କାମନାକୁ ପୂର୍ଣ୍ଣ କରିବେ। ଆପଣଙ୍କ ଜୀବନରେ ଥିବା ପ୍ରତ୍ୟେକ ସଙ୍କଟ, ପ୍ରତ୍ୟେକ ସମସ୍ୟାକୁ ସେ ଦୂର କରିବେ।